କୁଚୁଡ଼ାଖଣ୍ଡି ଆସନ୍ତା 22 ତାରିଖରେ ଅନୁଷ୍ଠିତ ହେବାକୁ ଥିବା କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ ପଦକୁ ନେଇ ନାନା କଳ୍ପନାଜଳ୍ପନା ଜାରି ରହିଛି। କିଏ ଅଧ୍ୟକ୍ଷ ପଦ ହାତେଇବ ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଅଧ୍ୟକ୍ଷ ନିର୍ବାଚନ ଥିବାବେଳେ ଇତିମଧ୍ୟରେ ଜନସମିତି ସଭ୍ୟ ଏବେ ଅଜ୍ଞାତବାସରେ ରହିବା ଘଟଣା ଏଠାକାର ରାଜନୈତିକ ପରିସ୍ଥିତିକୁ ଅଧିକ ଚଳଚଞ୍ଚଳ କରି ପକାଇଛି। ରାଜ୍ୟରେ ବିଜେପି ସରକାର ଥିବା ବେଳେ ଏଠାରେ ବିଜେଡି ସମର୍ଥିତ ସମିତି ସଭ୍ୟଙ୍କ ସଂଖ୍ୟା ଅଧିକ ରହିଛି। କୁକୁଡ଼ାଖଣ୍ଡି ବ୍ଲକର 22ଟି ଗ୍ରାମ ପଞ୍ଚାୟତ ଥିବାବେଳେ ସେଥିମଧ୍ୟରୁ 17ଟି ପଞ୍ଚାୟତ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ରହିଛି। ସେହିପରିଟି ପଞ୍ଚାୟତ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ରହିଛି। ବିଜେଡି ସମର୍ଥିତ ପ୍ରାର୍ଥୀ ଅଙ୍କୁଶପୁର ସମିତି ସଭ୍ୟା ସୁନିତା ସେଠୀ ଦୌଡ଼ରେ ଥିବା ବେଳେ ବିଜେପି ସମର୍ଥିତ ପ୍ରାର୍ଥୀ ଲୋଚାପଡ଼ା ଚଣ୍ଡୀଚରଣ ସାହୁ ଅଧ୍ୟକ୍ଷ ଦୌଡ଼ରେ ରହିଛନ୍ତି। ଅଧ୍ୟକ୍ଷ ପଦକୁ ନେଇ ଦ୍ୱନ୍ଦ୍ୱ ଲାଗି ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଅନନ୍ତେଇ ସମିତି ସଭ୍ୟା ନିରୁପମା ପାତ୍ର କହିଛନ୍ତି ଯେ 13 ଜଣ ସମିତି ସଭ୍ୟ ଆଙ୍କୁଶପୁର ସମିତି ସଭ୍ୟା ସୁନିତା ସେଠୀଙ୍କ ସପକ୍ଷରେ ଅଛନ୍ତି। ଇତିମଧ୍ୟରେ ଆଙ୍କୁଶପୁର ସମିତି ସଭ୍ୟା ସୁନିତା ସେଠୀ 13 ଜଣେ ସମିତି ସଭ୍ୟଙ୍କୁ ନେଇ ଅଜ୍ଞାତବାସରେ ରହିଛନ୍ତି। ଅଧିକାଂଶ ସମିତି ସଭ୍ୟଙ୍କ ଫୋନ୍ ମଧ୍ୟ ଲାଗୁ ନଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ସ୍ୱର୍ଗତ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଡେଙ୍ଗାପଦର ପଞ୍ଚାୟତର ସମିତି ସଭ୍ୟ ଥିଲେ। ଉକ୍ତ ପଦବୀ ପାଇଁ ଉପନିର୍ବାଚନ ନିମନ୍ତେ ତାରିଖ ଘୋଷଣା ହୋଇନାହିଁ। ଉକ୍ତ ପଦ କେବେ ପୂରଣ ହେବ ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। କୁକୁଡ଼ାଖଣ୍ଡି ରୂପୀ କୃଷ୍ଣମୂର୍ତ୍ତି ରିପୋର୍ଟ। ଆମେ 13 ଜଣ ସମିତି ସଭ୍ୟ ସୁନିତା ସେଠୀଙ୍କୁ ସମର୍ଥନ କରୁଛୁ। ନାଇଁ ଦିଟା ହାତ ଆଙ୍ଗୁଳି ଦେଖେଇଦିଅ। ଲାଇଟ୍ କରିଦଉ ନା।